जगन्नाथ एसटी फैमिली 3 राति ହେଇଗଲା ଗଲି बिल्कुल भी ଶୋଇ ପାରୁନି। पूरा एमती आगे की झुंकी की ही एमती रहिବାକୁ पड़ुଛି ତାକୁ बिल्कुल भी से कड़ेई भी पारुनी। कड़ेई ଶୋଇଲା ବେଳକୁ ତା ନିଶ୍ୱାସ ବନ୍ଦ ହେଇଯାଉଛି। बिल्कुल भी ସେତେବେଳେ ନିଶ୍ୱାସ ନେଇ ପାରୁନି। ତାକୁ ନିଶ୍ୱାସ ନେବାରେ କଷ୍ଟ ହେଉଛି। ମାନେ ଏତେ ଜୋର ବଢି ଯାଉଛି ଯେ ମାନେ ତାକୁ ଜବରଦସ୍ତି ପୁରା ଏମିତି ପୁରା ଟାଣି ଟାଣିକା ଜବରଦସ୍ତି ନିଶ୍ୱାସ ନେବାକୁ ପଡୁଛି। ଗେଲିର ବହୁତ ଜୋରରେ ଥଣ୍ଡା ହେଇକି କଫ ପୁରା ବସି ଯାଇଛି, ଯୋଉଥିପାଇଁ ସେ କଥା ବି ହେଇପାରୁନି କି ନିଶ୍ୱାସ ବି ଠିକ ସେ ନେଇ ପାରୁନି। ଏଭଳି ସ୍ନାୟୁଜନିତ ରୋଗରେ ମାନେ ସାଧାରଣ ଥଣ୍ଡା ଜ୍ୱର କାଶ ଏସବୁ ଜିନିଷ ବି ବହୁତ ସିଭିୟର ଲେଭେଲରେ ହଉଛି ଗେଲିର। ଏସବୁ କଷ୍ଟ ଯନ୍ତ୍ରଣା କାଶ ହେଲେ ଯୋଉ ଛାତି ପେନ୍ ହବା ଏସବୁକୁ ସହିବା ତା ପାଇଁ ବହୁତ କଷ୍ଟ ହେଇଯାଉଛି। ସୋମବାର ରାତି ପାଖରୁ ମାନେ ବିଲକୁଲ ବି ଶୋଇନାହିଁ, ବସିକି ହିଁ ରହିଛି ସେମିତି ପୁରା ଆଗେଇକି। ଟିକେ ଟିକେ ଖାଲି 15 ମିନିଟ୍ 10 ମିନିଟ୍ 15 ମିନିଟ୍ ଏମିତି ନିଦ ଲାଗିଯାଉଛି, ପୁଣି ଅଣନିଶ୍ୱାସୀ ହେଇକି କାଶୁଛି। ତ ମଙ୍ଗଳବାର ଦିନ ସକାଳୁ ମୁଁ ଯାଇକି ଏ ପାଖରେ ଗୋଟେ କ୍ଲିନିକ୍ ଅଛି, ସେଠୁ ଟିକେ ମେଡ଼ିସିନ ଆଣିକି ଗେଲିକୁ ଦେଲି। ଦେଲା ପରେ ମାନେ ନିଶ୍ୱାସ ନେବାରେ ଟିକେ ତାକୁ ବେଟର ଫିଲ୍ ହେଉଛି, କିନ୍ତୁ ଏବେ ବି କାଶ ଯୋଉ ହେଉଛି ସେଥିପାଇଁ ଆଉ ଯୋଉ 3 ଦିନ ହେଲାଣି ବସିକି ସେ ରହିଛି। କେବଳ ଆଗେ କେମିତି ତା ଅଣ୍ଟା ପିଠି ଛାତି ମୁଣ୍ଡ ସବୁ ପୁରା ବହୁତ ଜୋରରେ ପେନ୍ ହେଉଛି, ଯୋଉଥିପାଇଁ ତାକୁ ସହିବା ବି ବହୁତ କଷ୍ଟ ହେଇଯାଉଛି ତା ପାଇଁ। ରାତି ସାରା ପୁରା ଏମିତି କହୁଣୀକୁ ରଖି ରଖି କହୁଣୀଟା ବି ପୁରା ତଳପଟରୁ ଛିଡ଼ି ଗଲାଣି। ସବୁଆଡୁ ପୁରା କଷ୍ଟ ଭାରି ଯାଇଛି ଗେଲିକୁ। ନର୍ମାଲ ମଣିଷ ବି ଏମିତି ଥଣ୍ଡା ଜ୍ୱର କାଶରେ ଅଧଘଣ୍ଟେ ଘଣ୍ଟେ ବସିବା ବି ବହୁତ କଷ୍ଟ, କିନ୍ତୁ ମାନେ ସେ 3 ରାତି ହେଲାଣି ଦିନରେ ରାତି ପୁରା ବସି ଚାଲିଛି ସେମିତି କଣ୍ଟିନ୍ୟୁଅସ୍। ତା ଉପରେ କାଶ, ମାନେ କେତେ କଷ୍ଟ ହଉଥିବ ବୋଲି ଭାବନ୍ତୁ। ଏଇ ସିଧା କଣ୍ଟିନ୍ୟୁ ଯାହା ଯେତିକି ଶୋଉଛି ଆଉ। ବୋଉ ଏବେ କାଢା ବନଉଛନ୍ତି ପୁରା। ସବୁର କଣ ଅଦା ତୁଳସୀ ପତ୍ର ସବୁର ପଡିକି ପୁରା ଏଥିରେ ପୁରା ଥଣ୍ଡା କାଶ ସବୁ ପୁରା କମି ଯାଉଛି। ଆଖିଟା ପୁରା ଲାଲ ପଡିଯାଇଛି, ବଥା ପ୍ରେସର ହେଇଗଲା, କାଶିକି ନିଶ୍ୱାସ ନେଇକି ସେଇଥିପାଇଁ ପ୍ରେସର ଆପା କରିଦେଇଛୁ ନା କାଶି କାଶି ପୁରା ରାତି ସାରା କାଶୁଛି ଆଉ।